ପିଲାମାନେ ଆଜିର ଏଇ କ୍ଲାସ୍ରେ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେମାନେ ଦ୍ୱିତୀୟ ପାଠ ପଢ଼ିବା। କ'ଣ ରହିଛି? ଇକାରାନ୍ତ ସ୍ତ୍ରୀଲିଙ୍ଗ। ଇକାରାନ୍ତ ସ୍ତ୍ରୀଲିଙ୍ଗ। ଇକାରାନ୍ତ ମାନେ କ'ଣ? ଇ ଯାହାର ଅନ୍ତରେ ଅଛି ସେଇଟା ହେଲା ଇକାରାନ୍ତ। ଆଉ କ'ଣ? ସ୍ତ୍ରୀଲିଙ୍ଗ ଶବ୍ଦ। ପୁଲିଙ୍ଗ, ସ୍ତ୍ରୀଲିଙ୍ଗ, ନପୁଂସକ ଲିଙ୍ଗ, ଆମେ ତିନିଟା ଲିଙ୍ଗ ବିଷୟରେ ପଢ଼ିଛୁ। ତ ସେଇଥିରୁ ସ୍ତ୍ରୀଲିଙ୍ଗ, ଇକାରାନ୍ତ ସ୍ତ୍ରୀଲିଙ୍ଗ ମାନେ ସବୁ ସ୍ତ୍ରୀଲିଙ୍ଗ ଶବ୍ଦ ହିଁ ଥିବ। ଆଉ ତାର ଅନ୍ତରେ ମାନେ ଲାଷ୍ଟରେ ଇକାରର ଉଚ୍ଚାରଣ ହେଉଥିବ, ଇକାର ଥିବ ହେଲା। ତ ଏଇଥିରେ ଦେଖ କ'ଣ ଅଛି? ଶବ୍ଦ ଦୃଷ୍ଟିଃ। ଦୃଷ୍ଟିଃ, ଷ୍ଟିଃ, ଇ ଅଛି ନା? ଇ ଅଛି ଏଇଠି। ଦୃଷ୍ଟିଃ। ଦ ପ୍ଲସ୍ ରେ ପ୍ଲସ୍ ଶ ପ୍ଲସ୍ ଠ ପ୍ଲସ୍ ଇ ଏମିତି ହେଇକରି ଏଇଟା ଦୃଷ୍ଟିଃ ବନିଛି। ତାପରେ ବିସର୍ଗ। ବୁଝିପାରିଲ? ତ ଏମିତି ହେଇକରି ଏଇଟା ଦୃଷ୍ଟିଃ ଶବ୍ଦଟା ହେଇଛି। ତ ଲାଷ୍ଟରେ କ'ଣ ଅଛି? ଇ ରହିଛି। ତ ଇ ଅଛି, ସେଇଥିପାଇଁ ଏହା ହେଲା ଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ଦୃଷ୍ଟି ହେଲା ସ୍ତ୍ରୀଲିଙ୍ଗ ଶବ୍ଦ। ତାପରେ ଆସିଲା କଳିଃ। କଳିଃ ମାନେ କ'ଣ? ଫୁଲର କଢ଼ି, ଯେଉଁ କଢ଼ ବୋଲି କହୁ, କଳି ବୋଲି ତାହାକୁ କୁହାଯାଏ। କଳିଃ। ଏଇଥିରେ ବି ସେମିତି କ ଯୋଗ ଅ ଯୋଗ ଳ ଯୋଗ ଇ ଏମିତି ହେଇକରି ଏଇଟା କଳିଃ ବୋଲିକିରି ହେଇଛି ବିସର୍ଗ। ତାପରେ କଳିଃ। ତ ଲାଷ୍ଟରେ କ'ଣ ଅଛି? ଇକାର ଅଛି। ତ ଇକାରାନ୍ତ ହେଲା କଳିଃ। ତାପରେ ବେଣିଃ। ବେଣିଃ ମାନେ ବେଣୀ, ଆମେ ଓଡ଼ିଆରେ ବି ବେଣୀ ବୋଲି କହୁ। ବେଣିଃ ସେଇ ସମାନ। ରାତ୍ରିଃ। ରାତ୍ରିଃ ରାତି ବୋଲି ଆମେ ଯେଉଁ କହୁ, ତାକୁ ସଂସ୍କୃତରେ ରାତ୍ରିଃ ବୋଲିକି କୁହାଯାଏ। ତ ସଂସ୍କୃତ ଆଉ ଓଡ଼ିଆ ପୁରା ସମାନ ଅଛି। ତ ଏହାକୁ ଟିକେ ଧ୍ୟାନର ସହିତ ତମେ ଦେଖିଦେଲେ ଜାଣିଯିବ। ବୃଷ୍ଟିଃ। ବୃଷ୍ଟିଃ ମାନେ କ'ଣ? ବର୍ଷା। ବର୍ଷାକୁ ବୃଷ୍ଟିଃ ବୋଲି କୁହାଯାଏ। ଏହାର ଲାଷ୍ଟରେ ବି ଇ ଅଛି, ବୃଷ୍ଟିଃ। ତାପରେ ବିପଣିଃ। ବିପଣିଃ ଣରେ ହ୍ରସ୍ୱ ଇ ଅଛି, ଇକାରାନ୍ତ। ବିପଣିଃ। ବିପଣି ମାନେ ହେଲା ବଜାର। ବଜାରକୁ ବିପଣି ବୋଲିକି କୁହାଯାଏ। ତାପରେ ଆସିଲା ବୀଥିଃ। ବୀଥିଃ ମାନେ ସଡ଼କ, ରାସ୍ତାକୁ ବୀଥି ବୋଲିକି କୁହାଯାଏ। କ'ଣ? ବୀଥିଃ ରାସ୍ତା। ଅଙ୍ଗୁଳିଃ। ଅଙ୍ଗୁଳି ଆଙ୍ଗୁଠି ବୋଲି ଯେଉଁ ଆମେ କହୁଛୁ ସେଇଟା ହେଲା ଅଙ୍ଗୁଳିଃ। ଏହା ହେଲା ସବୁ ସ୍ତ୍ରୀଲିଙ୍ଗ ଶବ୍ଦ। ବୁଝିଲ? ଗତିଃ, ଭକ୍ତିଃ, ସେହିପରି ଆଉ ବି ସ୍ତ୍ରୀଲିଙ୍ଗ ଶବ୍ଦମାନେ ଅଛନ୍ତି। ଯେମିତିକି ହେଲେ ଗତିଃ, ଭକ୍ତିଃ, ଆଳିଃ, ଆକୃତିଃ, ଆବଳିଃ, ଭୀତିଃ, ଖନି, ଭୂମିଃ, ପ୍ରକୃତିଃ, ଯୁବତିଃ, ବୁଦ୍ଧିଃ, ଧମନିଃ, କୀର୍ତ୍ତିଃ, ସଂସ୍କୃତିଃ। ଏଇଟା ମାନେ ସବୁ ହେଲେ କ'ଣ? ସ୍ତ୍ରୀଲିଙ୍ଗ ଶବ୍ଦ। ଗତିଃ ମାନେ କ'ଣ? ଯିବା। ଭକ୍ତିଃ ମାନେ ଭକ୍ତି କରିବା, ଭଗବାନଙ୍କ ପାଖରେ ଯେଉଁ ଭକ୍ତି କରାଯାଏ, ପୂଜା ଅର୍ଚ୍ଚନା, ପ୍ରାର୍ଥନା, ବନ୍ଦନା ଇତ୍ୟାଦି। ତାପରେ ଆଳିଃ। ଆଳିଃ ମାନେ ସଖୀ, ଫ୍ରେଣ୍ଡ ଓ ଆଳିଃ ବୋଲି କୁହାଯାଉଛି। ଆକୃତିଃ। ଆକୃତି ମାନେ ଆକାର, ଯେଉଁ ସେପ୍। ଆବଳିଃ। ଆବଳିଃ ମାନେ ସମୂହ, ଗୋଟେ ଗ୍ରୁପକୁ ଆବଳିଃ ବୋଲି କୁହାଯାଉଛି। ମତିଃ। ମତିଃ ମାନେ ବୁଦ୍ଧି। ଭୀତିଃ ଅଛି। ଭୀତିଃ। ଭୀତିଃ ମାନେ ଭୟ କରିବା। ଭୀତିଃ ମାନେ ଭୟ କରିବା ହେଲା। ଖନିଃ ମାନେ ଖଣି, ଖଣିକୁ ଖନିଃ ବୋଲି କୁହାଯାଉଛି। ଭୂମିଃ ମାନେ ମାଟି। ପ୍ରକୃତିଃ। ପ୍ରକୃତି ମାନେ ଆମର ପ୍ରକୃତି ଯେଉଁ ରହିଛି, ପର୍ୟାବରଣ ଯେଉଁ ଚାରିଆଡ଼େ ଦେଖାଯାଉଛି, ପ୍ରକୃତି ବୋଲି ଆମେ ତାହାକୁ କହୁଛୁ। ଯୁବତିଃ ମାନେ ସ୍ତ୍ରୀ ଲୋକ, ଯୁବତିଃ। ବୁଦ୍ଧିଃ ମାନେ ବୁଦ୍ଧିଃ। ଧମନୀ ମାନେ ଆମର ଶରୀରରେ ଯେଉଁ ଧମନୀ, ଶିରା ପ୍ରଶିରା ଅଛି, ଧମନୀଃ। ତାପରେ କୃତିଃ ମାନେ କାର୍ଯ୍ୟ। କୃତିଃ ମାନେ କାର୍ଯ୍ୟ। ସଂସ୍କୃତି ମାନେ ଆମର ସଂସ୍କୃତି ପରମ୍ପରା ଯେଉଁ ରହିଛି, ସଂସ୍କୃତି। ବୁଝିପାରିଲ?
तापरे आमे आगकू जीवा अभ्यास कार्य करिवा। अभ्यास रे पठतु बोली कहिछि पढ़िबा। कटिही 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 माने अंटा अंटा को कटिही बोली कहाए। मूर्तिही मूर्तिही माने मूर्ति आमे मूर्ति ओडिया रे कहूछु संस्कृत रे मूर्तिही। प्रतिरूप माने मूर्तिही। आटिही आटिही माने बतक बतक को आटिही बोली कहा जाउछि कोन आटिही बतक। तापरे प्रणतिही प्रणतिही माने प्रणाम करिबा प्रणतिही। तापरे योजयतु याकू योग करिबा। विपणीही विपणीही कोठी अछि विपणी माने कोन कहितली बाजार तो एठी की पळे आसीबो। तापरे दृष्टिही एठी आसिला। अंगुलीही कळीही नहीं कटिही कळीही बुझिला एमिति करिदबो योजयतु। तापरे परिचयम ददातु यार परिचय आमे देबा। यहाँ कोन करछि तार माँ को प्रणाम करछि तो एठी रे कोन हेबो प्रणतिही प्रणतिही प्रणतिही। तापरे याको बतक को कोन कहा जाय आटिही आटिही। तापरे ए झियोटा अछि यार कोन देखाइ छि बेणी को देखा जाउछि तो यहाँ को कोन लिखिबा हम एठी बेणीही बेणीही बेणीही। तापरे नेक्स्ट कोन अछि कळीही कळीही बुझिला। तापरे शून्य स्थान पूरयतु शून्य स्थानम पूरयतु। आव कोन हेबो आवलिही एठी लिही हेबो लिही। तापरे रात्रि रात्रिही प्रणतिही प्रणतिही। तापरे एठी कोन अछि लिही अछि तो एठी कळीही। तापरे ब्रू अछि बृष्टिही बृष्टिही। तापरे खाली थी अछि तो कोन हेजिबो एठी रे थी बीथिही बीथिही बीथी माने रास्ता मार्ग। शुद्ध पदम लिखतु। लिंगु अछि अंगुलीही हेछि हला एठी कोन हेछि अंगुलीही तो एठी दृष्टि हेजिबो एटा दृष्टिही दृष्टिही। तापरे एठी कोन हेजिबो भक्तिही भक्तिही भक्तिही। तापरे एठी कोन हेजिबो नीतिही नीतिही। आवलिही आवलिही एठा कहिजिबो कटिही। तापरे मूर्तिही एटा मूर्तिही कटिही आवलिही दृष्टि भक्तिही नीतिही बुझिला। तो एठी आउ थरे कहि देउछि एठी हेजिबो दृष्टिही हला एठी दृष्टिही लेख भक्तिही नीतिही आवलिही कटिही मूर्तिही बुझिला। आज पई एतिकी समस्तंकु धन्यवाद।